ଆଜ୍ଞା ବର୍ତ୍ତମାନ ଆମ ଓଡ଼ିଶାର ଏକମାତ୍ର 450 କୋଟି ଜନତାଙ୍କ ବିଷୟରେ ପୁରା ତାର ହିସାବ ଦେଇ ଦିଆଯାଇଛି। ବର୍ତ୍ତମାନ ଏ ଆମ ସମାଜ, ଆମ ଓଡ଼ିଶା ସରକାର, ଏ ନବୀନ ସରକାର, ନବୀନାକୁ ସମସ୍ତେ ଟେକୁଛନ୍ତି। ଏ ନବୀନା ବାପ ପୁଅ ମିଶିକି ଯୋଉ ମଦ କାରଖାନାଟା କରିଦେଇଛନ୍ତି, ଦେଶୀ ବିଦେଶୀ ମଦ, ଏଇ ମଦରେ ଏ ସମାଜ ପୁରା ଧ୍ୱଂସ ହେଇଯାଇ ସାରିଛି। ଆର ହିସାବ କାଲକୁଲେଟରରେ ଦେଇ ଦିଆହେଇଛି, ଆପଣମାନେ ପଢ଼ିଲେ ଜାଣିବେ ଅନ୍ୟ ନ୍ୟୁଜ୍ ମାନଙ୍କରେ। ଆଉ ଦ୍ରୌପଦୀ ମୁର୍ମୁ ଗୋଟେ ଭାରତର ରାଷ୍ଟ୍ରପତି ହେଲେ ଆମ ଓଡ଼ିଶାର, ଆମର ଗୌରବ, ଆମର ଇଏ ମହାମାନ୍ୟ ମା ଗୋଟେ। ମା ଆସିଲା ଯେତେବେଳେ ଓଡ଼ିଶାକୁ, ସିଏ ତାର ବୁଦ୍ଧି ବିବେକ ଜ୍ଞାନ ଅଛି। ସିଏ କ'ଣ କରିଛି, ସିଏ ଓଡ଼ିଶାକୁ ଆସିଲା ପରେ ସିଧା ଗଭର୍ଣ୍ଣର ଅଫିସକି ଗଲା। ସେତେବେଳେ ଗଣେଶ ଲାଲ ଇଏ ଗଭର୍ଣ୍ଣର ଥିଲେ, ଓଡ଼ିଶାର ଗଭର୍ଣ୍ଣର ଇଏ ଗଣେଶ ଲାଲ ଥିଲେ। ସେ ଗଣେଶ ଲାଲ କ'ଣ କରିଛନ୍ତି ନା, ସେତେବେଳେ ତାଙ୍କରି ଅଫିସରେ ସବୁ ଇଞ୍ଜିନିୟର ପିଲାମାନେ ରହିଛନ୍ତି। ଆଉ ଇଏ ଓଡ଼ିଶାର ଏଇ ମୁଖ୍ୟମନ୍ତ୍ରୀ ଏଇ ନବୀନ ପଟ୍ଟନାୟକ ରହିଛନ୍ତି। ତାଙ୍କର ଗ୍ରୁପ ମାନେ ସବୁ ଏକାଠି ହେଇକି ରହିଛନ୍ତି। ସେଇ ରହିବା ଭିତରେ ସିଏ ଇଏ ଇଏ ମା ନିଜେ କହିଲେ କ'ଣ ନା, ଏ ନିଶା ସବୁ ବନ୍ଦ କର। ଆଜି କାହିଁକି ଏ ଓଡ଼ିଶାରେ ଇଏ ଦୁର୍ଘଟଣା ଘଟୁଛି, କେହି ହେଲେ ଚିନ୍ତା କରିପାରୁନାହାନ୍ତି। ସେ କହିଥିଲେ, ଏକମାତ୍ର ମା କହିଥିଲେ, କହିଲେ ଏ ନିଶା ଯେତେ ପ୍ରକାର ଭେରାଇଟି ମଦ ଆଉ ଯେତେ ନିଶାକୁ ସବୁ ବନ୍ଦ କର। ଇଏ ବନ୍ଦ କରିବେ କ'ଣ, ଇଏ ତାକୁ ଇଏ ତାଙ୍କ ସଂଖ୍ୟା ତ ବହୁତ, ଇଏ ତାକୁ ଆହୁରି ବେପାର କରିବା ଲାଗି ଲାଗି ଯାଇଛନ୍ତି। ଇଏ କହୁଛନ୍ତି ମଦ ଆମର ଜୀବନ ଧନ, ମଦ ଆମର ଜାତି, ମଦ ବିହୁନେ ଆମର ନାହିଁ ଅନ୍ୟ ଗତି। ଇଏ ଏକମାତ୍ର ସେଇ ମଦରେ ମରିବେ ବୋଲିକି ବସିଛନ୍ତି। ମରେ ମରିବ, ଦରେ ଦରିଦ୍ର ହବ। ଇଏ ଓଡ଼ିଶାକୁ ଏଇ ଦରିଦ୍ର କରିକି ଛାଡ଼ିଦେବେ ବୋଲିକି ବସିଛନ୍ତି। ଆକୁ ଆଙ୍କ ଉପରେ ଇଡି ଆଉ ସିବିଆଇ ଆକୁ ଧରିବାର କଥା। ଏ ଯୋଉ ଭିଜିଲାନ୍ସରେ ସଚୋଟ ଲୋକ ଅଛନ୍ତି, ଯଦି ଭିଜିଲାନ୍ସ ଧରନ୍ତୁ, ନହେଲେ ନାହିଁ ଭିଜିଲାନ୍ସରେ ଏଗୁଡ଼ା ସବୁ ଡକାୟତ ହେଇଯାଇଛନ୍ତି। ଭିଜିଲାନ୍ସ ଇଏ ସବୁ ଏ ଯୋଉ ଇଏ ଅବକାରୀ ବିଭାଗ, ଏଗୁଡ଼ା ଖାଲି ସ୍ୱାର୍ଥରେ ବ୍ୟସ୍ତ। ଏମାନଙ୍କ ଘର ରେଡ୍ ହଉ, ଆଉ ଏ ପୋଲିସ ଡିପାର୍ଟମେଣ୍ଟ, ଏରେ ଡିଜି ଡିଆଇଜି ପର୍ଯ୍ୟନ୍ତ ଏଗୁଡ଼ା ଡକାୟତ କରିକି ଏ ସମାଜକୁ ଧ୍ୱଂସ କରିଦେଇଛନ୍ତି, ଲ ପ୍ରିନ୍ସିପାଲ ପର୍ଯ୍ୟନ୍ତ। ସେଥିଲାଗି ଏ ଓଡ଼ିଶାରୁ ଏ ପୋଲିସ ଡିପାର୍ଟମେଣ୍ଟକୁ ସମ୍ପୂର୍ଣ୍ଣ ଭାବରେ ହଟାନ୍ତୁ। ଆଉ ଆମର ଡିଫେନ୍ସ ତରଫରୁ ଏ ମିଲିଟାରୀ ଶାସନ ଜାରି ହଉ, ଏ ମିଲିଟାରୀ ମାନେ ଡ୍ୟୁଟି କରନ୍ତୁ। କାରଣ ଏଠି ଏଠି ମନ୍ତ୍ରୀ ଫୋନ କରିକି କହିଲେ, ଏଠିକାରେ ଥାନା ଇନଚାର୍ଜ ଅଫିସରଙ୍କୁ ନିମନ୍ତ୍ରଣ କରାଗଲା, ଏ ନିମନ୍ତ୍ରଣକୁ ଆସିପାରିଲେନି। ଆଙ୍କ ଷ୍ଟାଫ କୁଆଡ଼େ ଗଲେ, କାହିଁକିନା କୋଉଠି ମିଳିବ, ଏମାନେ ସେଇ ସ୍ୱାର୍ଥରେ ବ୍ୟସ୍ତ ହେଇଛନ୍ତି। ଆଉ ତାଙ୍କ ଡିପାର୍ଟମେଣ୍ଟର ଲୋକ ବଦନାମୀ ହେଇଯିବେ, ସେଥିଲାଗି ଇଏ ତାଙ୍କୁ ସାହାଯ୍ୟ କରିବେ, ଜମି ମାଫିଆଙ୍କୁ ସାହାଯ୍ୟ କରିବେ, ଇଏ ଜଙ୍ଗଲ ଟାଉଟରଙ୍କୁ ଇଏ ସାହାଯ୍ୟ କରିବେ। ଇଏ ସାଧୁଙ୍କୁ କ'ଣ ସଫା ଇଏ କରିବେ। ଗୋଟେ ପତାକା ଉତ୍ତୋଳନ ହେଲା, ଏ ହନୁମାନ ମାନେ ଆସିକି ପତାକା ଉତ୍ତୋଳନ କରିଛନ୍ତି। ଇଏ ବିଶ୍ୱ ହିନ୍ଦୁ ପରିଷଦର ଇଏ କର୍ମୀ ମାନେ ଆସିକି ଉତ୍ତୋଳନ କଲେ, ଏଇ ବଜରଙ୍ଗ ଦଳ ଆସିକି ଉତ୍ତୋଳନ କଲେ, ଭାରତ ସରକାରଙ୍କର ଲୋକ ଆସିକି ପତାକା ଉତ୍ତୋଳନରେ ସହଯୋଗ କଲେ, ଆସିକି ପ୍ରସାଦ ସେବା କଲେ।
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ଲୋକ ଆସିକି ଇଏ ଲାଗେ ମୋହନ ମାଝୀଙ୍କର ଲୋକ ବି ସୁଦ୍ଧା ଆସିକି ଏଠି ସେବା କରିକି ଗଲେ। ଆଚ୍ଛା, ये बीएमसी पाइला नहीं, ये जेगा खंडा को अढ़िया गुड़ा को नहीं पकई दबा को ये बीएमसी ये भत्ता दबा दूर कथा ये मेयर को मु 10 थर डाकी एगुड़ा देश उन्नति करेंगे कौन मो भत्ता को बंद करके भूत खाई गोटे कमिशनर को धरती से विनोद दास ताकू एठू पठे देइछन्ती कोठी की सेक्रेटेरिएट को प्रमोशन। धन्यवाद तुम सरकार मुहरे निया तुम मुहरे निया एमान को विचार नहीं सत जिनिस प्रकाश हो पारु नहीं से मु ये ओडिशावासी की ये जन समाज को एक हुआ यहाँ हूँ धर्म निरपेक्ष राष्ट्र भारत सर्वे एककार हुआ ये अन्याय दुर्नीति हिंसा अहंकार एक सब भूली जाओ धर्म डाकरा दियो ये धर्म युद्ध कर